ଶୁଣ ସର୍ବେ ଶିଷ୍ୟା ଏବଂ ଶିଷ୍ୟ, ଆଜି ଆମେ ପଢ଼ିବା ଚିଲିକାରେ ସାୟନ୍ତନ ଦୃଶ୍ୟ। ବିଷୟଟି ଲେଖିଛନ୍ତି ରାଧାନାଥ ରାୟ, 1848ରୁ 1908 ମସିହା। କବି ପରିଚୟ। ଆଧୁନିକ ଓଡ଼ିଆ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କେଉଁଠାରେ ଜନ୍ମ ହୋଇଥିଲେ ନା କେଦାରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଊନବିଂଶ ଶତାବ୍ଦୀରେ ଶିକ୍ଷକରୁ ସେ ବଙ୍ଗ, ବିହାର, ଓଡ଼ିଶାର ବିଦ୍ୟାଳୟ ସମୂହର ଶିକ୍ଷା ବିଭାଗରେ ଇନ୍ସପେକ୍ଟର ହୋଇପାରିଥିଲେ। ନୂଆ ରୀତିରେ ଓଡ଼ିଆ କାବ୍ୟ ରଚନା କରି ଚର୍ଚ୍ଚିତ ହୋଇଥିବା ରାଧାନାଥଙ୍କ କବିକୀର୍ତ୍ତିର ଗୌରବାବହ କୃତି ମଧ୍ୟରେ କେଦାରଗୌରୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଉର୍ବଶୀ ଆଦି କାବ୍ୟ ଓ ସର୍ବେଷାଂ ନ ଜନନୀ ଭାରତ ଧରଣୀ କଳ୍ପତୟଂ, ଭାରତ ଗୀତିକା। ଏଇଟା ହଉଛି ତାଙ୍କର ଗୋଟେ କଣ, ଭାରତ ଗୀତିକା, ମାନେ ଭାରତକୁ ପ୍ରଶଂସା କରି ଗୋଟେ ଗୀତ। ଏହିସବୁ ରଚନା ରାଧାନାଥଙ୍କ ସଂସ୍କୃତି ଗୀତି ପ୍ରତିଭାର ଅପୂର୍ବ ସ୍ୱାକ୍ଷର ବହନ କରେ। ଅନୁଦିତ କୃତିର ସ୍ୱାକ୍ଷର ମେଘଦୂତ ଓ ତୁଳସୀ ସ୍ତବକ ରାଧାନାଥଙ୍କ ବହୁ ପାଠିତା, ମାନେ ବହୁତ ଜାଗାରେ ଏସବୁକୁ ଏପର୍ଯ୍ୟନ୍ତ ମଧ୍ୟ ଲୋକମାନେ ପଢ଼ନ୍ତି। ପାଣ୍ଡିତ୍ୟ ଆଉ କବିତ୍ୱର ଉଚ୍ଚ କୋଟିର ନିଦର୍ଶନ, ମାନେ ଏଇ କବିତା ତାଙ୍କର ପାଣ୍ଡିତ୍ୟ ଆଉ କବିତ୍ୱର ଉଚ୍ଚ କୋଟିର ନିଦର୍ଶନ। ପ୍ରକୃତିକୁ ନାୟିକା କରି ଚିଲିକା ଖଣ୍ଡ ବାକ୍ୟ ଖଣ୍ଡ କାବ୍ୟ ରଚନା କରିବାରେ ତାଙ୍କ ବୈଶିଷ୍ଟ୍ୟ ସ୍ୱୀକୃତ। ମାନେ ଏଥିରେ ସେ ଚିଲିକା ବିଷୟରେ ଖାସ କରି ପୁରା ଜୀବନ୍ତ ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ଚିଲିକାରେ ସାୟନ୍ତନ ଦୃଶ୍ୟ ମାନେ ସନ୍ଧ୍ୟାବେଳର ଦୃଶ୍ୟ। ସାୟନ୍ତନ ଦୃଶ୍ୟ ଅର୍ଥ କଣ? ସନ୍ଧ୍ୟାବେଳର ଦୃଶ୍ୟ। ଏଥିରେ ସନ୍ଧ୍ୟାକାଳୀନ ଚିଲିକାର ମନୋରମ ଦୃଶ୍ୟ ବର୍ଣ୍ଣନା କରାଯାଇଛି। କବି ସୂର୍ଯ୍ୟଙ୍କ ଗୀତାମୃତ ଶରଣ, ଜାତୀୟ ଭାବନାର ଉଦ୍ବେଳନ, ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା, କବିଙ୍କ ସୌନ୍ଦର୍ଯ୍ୟ ଚିତ୍ତବୃତ୍ତି ଆଦି ଏଥିରେ ପ୍ରକାଶିତ। ବିଷୟଟିକୁ ପଢ଼ିବା ପୂର୍ବରୁ ଆଗେ ଆମେ ତାର ସବୁ ଶବ୍ଦାର୍ଥ ଗୁଡ଼ିକ ଜାଣିବା, ଯାହାକି ତମର ସୂଚନା ବୋଲି ଲେଖୁଛି। ପ୍ରାଚୀ, ପ୍ରାଚୀର ଅର୍ଥ ହେଉଛି ପୂର୍ବ ଦିଗ। ଛାୟାକାରେ ଅର୍ଥାତ୍ ଛାଇ ଆକାରରେ ବା ଅସ୍ପଷ୍ଟ ରୂପେ ଦେଖାଯିବା। ଭାଲେରୀ ଅର୍ଥାତ୍ ଏହା ଏକ ପର୍ବତର ନାମ, ଭାଲେରୀ ପର୍ବତ। ସମୁଦ୍ର ମୁହାଣ, ଯାହାକି ନଈ ସମୁଦ୍ରରେ ପଡ଼ିଥିବା ସ୍ଥଳ। ନଈ ଯୋଉଠି ସମୁଦ୍ରରେ ପଡ଼େ କିମ୍ବା ନଦୀ ଯୋଉଠି ସମୁଦ୍ରରେ ମିଶେ ସେ ସ୍ଥାନଟିକୁ ମୁହାଣ କୁହାଯାଏ। ପଟିକା ଅର୍ଥାତ୍ ପାଲ। ମହୋଲ୍ଲାସେ ଅର୍ଥାତ୍ ଖୁବ୍ ଆନନ୍ଦରେ। କବି ସୂର୍ଯ୍ୟ ଗୀତାମୃତ, କବି ସୂର୍ଯ୍ୟ ବଳଦେବ ରଥଙ୍କ ଚରିତ ଅମୃତ ଭଳି ମଧୁର ଗୀତ। ବଳଦେବ ରଥଙ୍କ କିଶୋର ଚନ୍ଦ୍ରାୟନ ଚମ୍ପୁ ଓଡ଼ିଆ ସାହିତ୍ୟରେ ଏକ କାଳଜୟୀ ସୃଷ୍ଟି। ମାରୁତ, ଏହାର ଅର୍ଥ କଣ ନା ପବନ ବା ବାୟୁ। ଦିଗଙ୍ଗନାର ଅର୍ଥ ଦିଗପାଳିକା ଦେବୀ। ଗୀତ ତାନ, ଗୀତର ଧ୍ୱନି। ଅଧିଷ୍ଠାନର ଅର୍ଥ ଅବସ୍ଥିତି। ଦୁକୁଳ ଅର୍ଥାତ୍ ପାଟ ଲୁଗା। ଦୁକୁଳର ଅର୍ଥ କଣ? ପାଟ ଲୁଗା। ଅତୀନ୍ଦ୍ରିୟ ମାନେ ଇନ୍ଦ୍ରିୟ ମାନଙ୍କୁ ଅତିକ୍ରମ କରି। ଗଲାଣି ତ ଗଲା କଥାରେ ସଂଗାତ। କବି ସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାୟନ ଚମ୍ପୁର ବ୍ୟଞ୍ଜନ ଆଦ୍ୟ ଗ, ଗ ବର୍ଣ୍ଣ ନିୟମରେ ଏଇଟା ରଚିତ ଚଉପଦୀ। ଏଇଟା ଗୋଟେ କଣ? ଗ ବର୍ଣ୍ଣ ନିୟମରେ ରଚିତ ଏକ ଚଉପଦୀ। ଗଲାଣି ତ ଗଲା କଥାରେ ସଂଗାତ। ବାଗୀଶ୍ୱରୀ ସରସ୍ୱତୀ, ବାଗୀଶ୍ୱରୀ କିଏ? ସରସ୍ୱତୀ। ମୃତ୍ୟୁଞ୍ଜର ଅର୍ଥ ଯିଏ ମୃତ୍ୟୁକୁ ଜୟ କରିଛି, ଅର୍ଥାତ୍ ଯିଏ ଅମର। ଯଶ ଦେହେ ଅର୍ଥାତ୍ ଯଶସ୍ୱୀ ଶରୀର। ଆୟୁଷ୍ମାନର ଅର୍ଥ ତମେ ଜାଣିଥିବ ଦୀର୍ଘଜୀବୀ। ଆବେଶ ଅର୍ଥାତ୍ ବିହ୍ୱଳ। ପୋତପାଳ ଅର୍ଥାତ୍ ନୌକା ବାହକ ବା ନୌକା ଚାଳକ। ତରଣୀ ଅର୍ଥାତ୍ ନୌକା। ବିଚରଣର ଅର୍ଥାତ୍ ବୁଲିବା। ମଶାଲ ନିଆଁହୁଳା। ପାପ ଗର୍ତ୍ତେ ଅର୍ଥାତ୍ ପାପ ରୂପକ ଖାଲରେ। ନିବର୍ତ୍ତି ଅର୍ଥାତ୍ ବଞ୍ଚି ନ ପାରିବା। ଜ୍ୟୋତ୍ସ୍ନା, ଜ୍ୟୋତ୍ସ୍ନା ପରିପ୍ଲୁତ, ଏହାର ଅର୍ଥ କଣ ନା ଚନ୍ଦ୍ର କିରଣରେ ଜୁଡୁବୁଡୁ। ଜ୍ୟୋତ୍ସ୍ନା ପରିପ୍ଲୁତର ଅର୍ଥ କଣ? ଚନ୍ଦ୍ର କିରଣରେ ଜୁଡୁବୁଡୁ। କ୍ଷୀରୋଦ ଅର୍ଥାତ୍ କ୍ଷୀର ସମୁଦ୍ର। ମସୃଣ ଅର୍ଥାତ୍ ଚିକଣ ଉପଳ। ବାଲିଗରଡା ପଥର ଖଣ୍ଡ। ଚନ୍ଦ୍ରଚୂଡ଼ ଯାହାକି ମହାଦେବଙ୍କୁ କୁହାଯାଏ।
ଚନ୍ଦ୍ରଚୂଡ଼ ତାଙ୍କ ଚୂଡ଼ରେ ମାନେ ତାଙ୍କ ମୁଣ୍ଡର ଅଗ୍ରଭାଗରେ ଦେଖିଥିବ ସଦାବେଳେ ଗୋଟେ ଚନ୍ଦ୍ରର ଆକାର ଶୋଭା ପାଏ, ତେଣୁକରି ତାଙ୍କୁ ଚନ୍ଦ୍ରଚୂଡ଼ ବୋଲି କୁହନ୍ତି। ନିଶିଥିନ ନିଶିଥିନି ଅର୍ଥାତ୍ ରାତି, ଲୋକାଳୟ ଅର୍ଥାତ୍ ଗ୍ରାମ, ଅର୍ଣ୍ଣବ ଅର୍ଥାତ୍ ସମୁଦ୍ର। ଅର୍ଣ୍ଣବର ଆଉ ଗୋଟେ ଅର୍ଥ କଣ? ସମୁଦ୍ର, ମାନେ ସମୁଦ୍ରର ଇଏ ଗୋଟେ ପ୍ରତିଶବ୍ଦ। ନାସି ଅର୍ଥାତ୍ ପର୍ବତ ଓ ସ୍ଥଳ ଭାଗ ଯାହା ନଦୀ ବା ସମୁଦ୍ର ମଧ୍ୟକୁ ପଶି ଯାଇଥାଏ ତାକୁ ନାସି କହନ୍ତି। ସ୍ନିଗ୍ଧ ଅର୍ଥାତ୍ କୋମଳ, ଶୋଭାବାନ, ଶୋଭାବାନ କହିଲେ ସୁନ୍ଦର, ଆଉ ସାୟନ୍ତନର ଅର୍ଥ ହେଉଛି ସନ୍ଧ୍ୟାକାଳୀନ। ତ ଏସବୁ ଥିଲା ତାର ଶବ୍ଦାର୍ଥ କିମ୍ବା ଶବ୍ଦାବଳୀ। ବର୍ତ୍ତମାନ ଆମେ ବିଷୟକୁ ପଢିବା। ପ୍ରାଚୀ ମୂଳ ଏବେ ମୀନ ଜୀବୀ ନାବେ ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ଅର୍ଥାତ୍ ବର୍ତ୍ତମାନ ପୂର୍ବ ଦିଗରେ ମୀନଜୀବୀ ମାନଙ୍କ ନାବ ଛାୟାକାରରେ ଗୋଟେ ଗୋଟେ ଜାଗାରେ ଦେଖାଯାଉଛି। କାହିଁକି? କାରଣ ସନ୍ଧ୍ୟା ହେଲାଣି, ସେମାନେ ଫେରୁଛନ୍ତି। ମୀନଜୀବୀ ଅର୍ଥାତ୍ ଯେଉଁମାନେ ମାଛ ଧରିକି ନିଜର ପରିବାର ଚଳାନ୍ତି, ରୋଜଗାର କରନ୍ତି, ସେଥିରୁ ସେମାନଙ୍କୁ ମୀନଜୀବୀ କୁହନ୍ତି। ମତ୍ସ୍ୟଜୀବୀ ମଧ୍ୟ କୁହନ୍ତି। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ ନିଜ ଗୃହ କଥା ଭାବି ଏକ ଧ୍ୟାନେ ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି ଆସନ୍ତି ପଟିକା ମହଲ୍ଲାସେ ଟେକି। ମାନେ ମହା ଉଲ୍ଲାସରେ ନିଜ ଡଙ୍ଗା କିମ୍ବା ନିଜ ନୌକାର ପଟିକା, ପତାକା ନୁହଁ ପଟିକା, ପଟିକାର ଅର୍ଥ ଯୋଉଟା କି ଡଙ୍ଗାରେ ଲାଗିଥାଏ, ଯାହାକି ପବନ ହେଲା ମାତ୍ରେ ଡଙ୍ଗାକୁ ଠେଲିକି ପବନର ଅନୁକୂଳରେ ନେଇଥାଏ, ଡଙ୍ଗାକୁ ଚଲେଇଥାଏ। ତ ଭାଲେରୀ ଶିଖରରେ ସେମାନେ ସନ୍ଧ୍ୟା ତାରାକୁ ଦେଖିକି ଫେରୁଛନ୍ତି, ସେଟା ତାଙ୍କ ପାଇଁ ଗୋଟେ ଦିଗ ସୂଚକ ଭାବରେ କାର୍ଯ୍ୟ କରୁଛି। ଆଉ ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣେ ଚିଲିକା ମରୁତ। ସେ ଯେଉଁ ମୀନଜୀବୀ ମାନେ ଫେରିକି ଆସୁଛନ୍ତି, ତାଙ୍କ କଣ୍ଠରୁ କବି ସୂର୍ଯ୍ୟଙ୍କ ଗୀତାମୃତ ଶୁଣିବାକୁ ମିଳେ। କବି ସୂର୍ଯ୍ୟଙ୍କ ଗୀତାମୃତ ଶୁଣିବାକୁ ମିଳେ କାହା କଣ୍ଠରୁ? ନା ଆମର ଯେତେକ ମୀନଜୀବୀ ଅଛନ୍ତି ଫେରିକି ଆସୁଛନ୍ତି ସେମାନଙ୍କ କଣ୍ଠରୁ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ହ୍ରଦର ନୀଳବକ୍ଷରେ ଅଧିଷ୍ଠାନ କରୁଛି ତାଙ୍କର ଏହି ଆତ୍ମା କୁ ଛୁଇଁଲା ଭଳି ଏହି ଯେଉଁ ଗୀତର ତାନ ରହିଛି। ହସନ୍ତି ଚୌଦିକେ ମଧୁର ହାସିନୀ ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ଭାବାନ୍ତର ପୁଣି କ୍ଷଣେ କରେ ଜାତ ଗଲାଣି ତ ଗଲା କଥାରେ ସଙ୍ଗାତ। ଏଇଟା ଗୋଟେ ମନରେ ଭାବାନ୍ତର ସୃଷ୍ଟି କରୁଛି ଯେ କେମିତି ଗଲାଣି ତ ଗଲା କଥାରେ ସଙ୍ଗାତ। ଗଲାଣି ତ ଗଲା କଥାରେ ସଙ୍ଗାତ କଣ? ନା ଏଇଟା ହେଉଛି ଗୋଟେ ଗ ବର୍ଣ୍ଣରେ ରଚିତ କବି ସୂର୍ଯ୍ୟଙ୍କର ଏକ ଗୀତ, ଯାହାକି ମୀନଜୀବୀ ମାନେ ଗାଆନ୍ତି। ସଙ୍ଗୀତ ଆବେଶେ ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ମାନେ ସଙ୍ଗୀତର ଆବେଶେ, ସଙ୍ଗୀତର ଯେଉଁ ତାନରେ ନାନା ରୂପରେ ମନ ଗୁଡ଼ିକ ଅତୀନ୍ଦ୍ରିୟ ମାନେ ଇନ୍ଦ୍ରିୟକୁ ପାର କରି ଯାଉଛି। ଏତେ ସୁନ୍ଦର ଗୀତ, ଏତେ ସୁନ୍ଦର ସ୍ୱରରେ ସେମାନେ ଗାଆନ୍ତି। ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ କି ଲୋଡ଼ିବା ଆସେ ସେହି ତା ନ ଜାଣେ। ମାନେ ସେଇ ଯେଉଁ ଗୀତ ଗୁଡ଼ିକ ଗାଉଛନ୍ତି ସେମାନେ, ତାହା ଶୂନ୍ୟରେ ଶୂନ୍ୟରେ କୁଆଡ଼େ ଉଡ଼ି ଯାଉଛି, ଆଉ ତାର ଯେଉଁ ମଧୁର ସ୍ୱର ମନ ପ୍ରାଣ ଭରି ଦେଉଛି। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ। ବାଗୀଶ୍ୱରୀ ଅର୍ଥାତ୍ ମାତା ସରସ୍ୱତୀ, ଯିଏକି ଏ ଅଦ୍ଭୁତ ସୃଷ୍ଟି, ଅଦ୍ଭୁତ ସ୍ୱର ବୋଲି ଗୋଟେ ଜିନିଷ ଆମକୁ ଦେଇଛନ୍ତି। ଧନ୍ୟ ରଥେ, ଏଠି ରଥେ କିଏ? ନା କବି ସୂର୍ଯ୍ୟ ବଳଦେବ ରଥ, ତାଙ୍କୁ ଏଠି କୁହାଯାଇଛି। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ତୁମ୍ଭେ ହେଉଛ ଉତ୍କଳ ଭୁବନରେ ଜଣେ ମୃତ୍ୟୁଞ୍ଜୟ ଲୋକ, ମୃତ୍ୟୁକୁ ଜୟ କରିଥିବା ଲୋକ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ। ଏଇ ତୁମ୍ଭରି ମାଟି ତୁମ୍ଭରି ଦେହକୁ ଶ୍ମଶାନରେ ଗ୍ରାସିଛି, ମାନେ ତୁମେ ମୃତ୍ୟୁ ପରେ ଏଇ ମାଟିରେ ହିଁ ମିଶିଛ, ଯେଉଁ ମାଟିରେ ତୁମେ ଦିନେ ଜନ୍ମ ହେଇଥିଲ। ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ, କିନ୍ତୁ ତଥାପି ଏହି ମାଟିରେ ତୁମେ ଅମର ହୋଇ ରହିଗଲ। ମୀନ ଆକର୍ଷଣ ଆସେ ପୋତପାଳ ତରଣୀରେ ଜାଳି ଦେଲାଣି ମଶାଲ। ଭବେ ପାପ ମୂର୍ତ୍ତି ପରି ଅଟଇସେ ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ଏଠାରେ ଏହା କହିବାର ଅର୍ଥ ହେଉଛି କ'ଣ? ନା ଯେତେବେଳେ ସନ୍ଧ୍ୟା ହେଇ ଆସୁଛି ଆଉ ସେମାନେ ନୌକାରେ ଆସିଲା ବେଳେ ମଶାଲ ଜାଳିଛନ୍ତି, ସେତିକି ବେଳେ ମୀନ ମାନେ ସେ ମଶାଲର ଅଗ୍ନିକୁ ଆକର୍ଷିତ ହୋଇ
ଡଙ୍ଗା ଭିତରକୁ ଡେଇଁ ଝାସ ଦେଉଛନ୍ତି। ମାନେ କହିବାକୁ ଗଲେ ସେମାନେ ନିଜେ ମୃତ୍ୟୁ ମୁଖରେ ପଡୁଛନ୍ତି, ପାପ ଗର୍ତ୍ତରେ ପଡୁଛନ୍ତି। ତ ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଯେମିତି ମଶାଲ ଗୁଡ଼ିକ ଜାଳିବା ଷ୍ଟାର୍ଟ କଲେ ସେମାନେ, ମିନ ମାନେ ସବୁ ଡଙ୍ଗା ଭିତରକୁ ଆମର ନୌକା ଭିତରକୁ ଡେଇଁ ପ୍ରାଣ ତ୍ୟାଗ କରି ଚାଲିଲେ, ପ୍ରାଣର ଆହୁତି ଦେଇ ଚାଲିଲେ। ତରଙ୍ଗେ ଦୋହଲି ଦୋହଲି ବୋଇତ, ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। ଅର୍ଥାତ୍ ଏଇ ଯୋଉ ତରଙ୍ଗ ହଉଛି ସମୁଦ୍ରରେ, ସେ ତରଙ୍ଗରେ ଜଣେ ଦୂରରୁ ଯଦି ଦେଖିବ ତାହେଲେ ଡଙ୍ଗାଟି ଥରେ ଦେଖାଯାଉଛି, ଥରେ ଦେଖାଯାଉନି। ତ ସେଇ କଥାଟି ଏଠି କହିଛନ୍ତି। ଦୁଃଖୀ ମନେ ଆଶା ଉତ୍ଥାନ ପତନ, ଯେମିତି ଗୋଟେ ଦୁଃଖୀର ମନରେ ଆଶାର ଉତ୍ଥାନ ପତନ ହୁଏ, ସେଇଭଳି ଏଇ ଦୃଶ୍ୟ। ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ, ନିଶା ଗମେ କ୍ରମେ ଲୋକ କୋଳାହଳ, ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ମାନେ ଏଇ ଯୋଉ ନିଶା ଗହନ, ଧୀରେ ଧୀରେ ରାତ୍ରି ଆସୁଛି, ଲୋକମାନଙ୍କର ଯୋଉ ଗହଳ ଚହଳ ସେଇଟା ଆଉ ଶୁଭା ଯାଉ ନାହିଁ, ଧୀରେ ଧୀରେ ସବୁ ନିଶ୍ଚଳ ହେଇ ବସିଲାଣି। ଜଳ ସ୍ଥଳ ନଭଃ ଜ୍ୟୋତ୍ସ୍ନା ପରିପ୍ଲୁତ, ସବୁଆଡେ ଜ୍ୟୋତ୍ସ୍ନାରେ ପରିପ୍ଲୁତ ହେଉଛି ଧୀରେ ଧୀରେ। ଅର୍ଥାତ୍ ଜ୍ୟୋତ୍ସ୍ନା ଅର୍ଥ ଚନ୍ଦ୍ର କିରଣ। ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ, ସତେ ଯେମିତି ପାରଦରେ ଧୋଇ ହେଇଯାଇଛି କଣ ସୃଷ୍ଟି, ଏ ପୃଥିବୀ। ପ୍ରତିବିମ୍ବ ରାଜି ଦ୍ୱୀପ ଶୈଳ ତଳେ, ଅର୍ଥାତ୍ ଯୋଉ ଜଳରେ ପ୍ରତିବିମ୍ବ ସବୁ ଅଳ୍ପ ଅଳ୍ପ ସୃଷ୍ଟି ହେଇଛି, କାହାର ନା ଯୋଉ ଦ୍ୱୀପ ଆଉ ଶୈଳ ଏମାନଙ୍କର। ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ, କୋଉଠାରେ ଦେଖାଯାଉଛି ନା ହ୍ରଦର ଅନ୍ତଃସ୍ଥଳରେ ଦେଖାଯାଉଛି। ହିରୋଦ ଶରଦ ସୋଦର ଜ୍ୟୋତ୍ସ୍ନାର୍ଣ୍ଣବେ ଭାସି, ଦିଶନ୍ତି ବିଶଦ ଗିରି ବନ ନାସି। ଏ ଯୋଉ ଗିରି ବନ ଏସବୁର ଛାୟା କଣ ଜଳରେ ପ୍ରତିଫଳିତ ହେଇ ଦେଖାଯାଉଛି, ସମୁଦ୍ର ଜଳରେ। ଅର୍ଥାତ୍ ସେଇ ସମୁଦ୍ର ହ୍ରଦ, ଏଠି ତିନିଟା କହିଛନ୍ତି, ସମୁଦ୍ର ହ୍ରଦ ନଦୀ, ତିନୋଟି କଥା କହିଛନ୍ତି ଏଥିରେ ହେଲା। ଏଇଟା ଗୋଟେ ନଦୀ ମୁହାଣ ସ୍ଥାନ, ଏଠାରେ ସମୁଦ୍ର ହ୍ରଦ ସବୁ ଆସି ମିଶିଥାଏ, ତେଣୁକରି ସେ ତିନୋଟି ଯାକ ନାମକୁ ୟୁଜ୍ କରିଛନ୍ତି, ବ୍ୟବହାର କରିଛନ୍ତି। ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ, ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ଅର୍ଥାତ୍ ଯେମିତି ତରୁମାନଙ୍କ ପତ୍ରରେ ଯେତେବେଳେ କାକର ବୁନ୍ଦା ପଡ଼ିଛି, ତାହା ଜ୍ୟୋତ୍ସ୍ନାର ପ୍ରତିଫଳରେ ପୁରା ଚମକୁଛି, ମାନେ ତା ଉପରେ ଯେତେବେଳେ ଚନ୍ଦ୍ର କିରଣ ପଡ଼ିଛି ସେ ଆହୁରି ଚମକିବାକୁ ଲାଗିଛି। ସର୍ପେ ଚିତ୍ର ଚନ୍ଦ୍ରଚୂଡ଼, ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ କିଏ ଏଠି ନା ଶିବ, ତନୁ ଭଳି, ଶିବଙ୍କର ତନୁ ଭଳି। ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ, ଆଉ ବନଟା ବି ସେଇଭଳିଆ ଦେଖାଯାଉଛି, ଶିବଙ୍କର ଗୋଟେ ଚନ୍ଦ୍ରଚୂଡ଼ର ରୂପ ଭଳି ଦେଖାଯାଉଛି ବନ। ସତେ ଏମିତି ମାନେ ଜଙ୍ଗଲ ହେଇଛି, ଗଛ ଗୁଡାକର ଛାଇ ଛାଇ ଦେଖାଯାଉଛି, ତା ଉପରେ ଚନ୍ଦ୍ର ଦେଖାଯାଉଛନ୍ତି। ତ ଏଇଟା ଗୋଟେ ଚନ୍ଦ୍ରଚୂଡ଼, ଅର୍ଥାତ୍ ଶିବଙ୍କ ଭଳି ର ଛାୟା ସୃଷ୍ଟି କରୁଛି ଏଇଟା। ପ୍ରଶାନ୍ତ ନୀରବ ଗିରି ବନଦେଶ, ନାହିଁ ଏଥି ନର ଚହଳ ଲେଶ, ମାନେ ଲୋକମାନଙ୍କର ଚହଳ ପହଳ କୋଉଠି ନାହିଁ। ଦୂର ଝରନାଦ ଝିଙ୍କାରି ଝିଙ୍କାର, କରେ ନିଶିଥିନ ପ୍ରଭାବ ପ୍ରଚାର। ଆଉ ଦୂରରୁ ଝରର ନାଦ ଶବ୍ଦ ଶୁଭା ଯାଉଛି, ଆଉ ଝିଙ୍କାର ଝିଙ୍କାରି ଏମାନଙ୍କର ଶବ୍ଦ ମଧ୍ୟ ଶୁଭା ଯାଉଛି, ଯାହାକି ରାତ୍ରିର ପ୍ରଚାର ହଉଛି ବୋଲି କହୁଛନ୍ତି ଆମର କବି। କଳି ଉପଦ୍ରବେ ତ୍ୟଜି ଲୋକାଳୟ, ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ। ଅର୍ଥାତ୍ ଏହା କହିବାର ତାତ୍ପର୍ଯ୍ୟ, ଏଇଟା ଗୋଟେ ବଡ଼ କଥା କହିଛନ୍ତି। କହିଛନ୍ତି ଯେ କଳି ଯୁଗରେ ଯୋଉ ଅଶାନ୍ତି ସବୁଆଡେ ଦେଖିବାକୁ ମିଳୁଛି, ହୁଏତ ବୋଧେ ଶାନ୍ତି କଳି ଯୁଗକୁ ଛାଡ଼ି ଏଇ ସ୍ଥାନରେ ଆସି ନିବାସ କରିଛି, ଏଇ କଥା ସେ କହିବାକୁ ଚାହିଁଛନ୍ତି। ଚିଲିକା ତୋହର ଏହି ଶୋଭାବନ, ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ। ସେ କହିଛନ୍ତି ପ୍ରଶଂସା କରି ଚିଲିକାକୁ, ଯେ ଚିଲିକା ତୋର ଏଇ ଯୋଉ ସୁନ୍ଦର ମାନେ ସନ୍ଧ୍ୟା କାଳର ଦୃଶ୍ୟ ହେଲା, ବର୍ଣ୍ଣୋତ୍ସବମୟ ମାନେ ବର୍ଣ୍ଣର ଉତ୍ସବ ଗୋଟେ ଏଇଟା, ଆଉ ମନକୁ ଦେଖିବାକୁ କେତେ ସୁନ୍ଦର ଆଉ ଶାନ୍ତି ମିଳୁଛି, ଆଉ ହୃଦୟକୁ ଗୋଟେ ଅଦ୍ଭୁତ ଆନନ୍ଦ ମିଳୁଛି ଚିଲିକାର ସାୟନ୍ତନ କାଳୀର ଦୃଶ୍ୟ ଦେଖିଲେ। ତ ଏଇତିକି ଥିଲା ଆମର ଏହି ବିଷୟଟି।